ଦିନ ଦିନ ଲାଗୁଛି କିନ୍ତୁ ପୁରୀ ଯିବା ଦେଖ ଦଉଛି ବାବୁ ବାବୁ। କାହାପାଇଁ ସବୁଦିନ ପାଇଁ ସରିଗଲା ବାପା ଡାକ ତ ଆଉ କାହାପାଇଁ ସବୁଦିନ ପାଇଁ ହଜିଗଲା ମାର ପଣତ। ସ୍ୱାମୀକୁ ହରାଇ କାହାର ସଂସାର ଉଜୁଡ଼ି ଯାଇଛି ତ ଆଉ କିଏ ନିଜ ଲୋକଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଛି। କେତେ ଆଶା ନେଇ ଆସିଥିଲେ କଟକ ଏସ୍ସିବି ବଡ଼ ମେଡିକାଲ। ଭାବିଥିଲେ ଏଠାରେ ବଡ଼ ବଡ଼ ଡାକ୍ତର ଅଛନ୍ତି, ନିଶ୍ଚୟ ଆତ୍ମୀୟ ସ୍ୱଜନଙ୍କୁ ସୁସ୍ଥ କରି ଘରକୁ ଫେରିଯିବେ। ହେଲେ ଦାଉ ସାଧିଲା ଦୈବ, ସବୁ ସାରିଦେଲା ସର୍ବଗିଳା ନିଆଁ। କେଇ ଘଣ୍ଟା ଭିତରେ ସବୁକିଛି ଛାରଖାର ହୋଇଗଲା। ଏସ୍ସିବି ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ପରେ ଇଏ ହେଉଛି ଆଜି ସକାଳର ହୃଦୟ ବିଦାରକ ଦୃଶ୍ୟ। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଏସ୍ସିବି ପରିସର। ଏପଟେ କଟକରେ ବାପାଙ୍କୁ ହରାଇ କୋହ ରୋକିପାରୁନି ପୁଅ, ସେପଟେ ଲୁହରେ ଭାସୁଛି ତଳହ ବରମୁର ଗାଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସରୁମୁହି ଗାଁର ମେନକା ରାଉତଙ୍କ ଭାଗ୍ୟରେ ଯେ ଏଭଳି ମୃତ୍ୟୁ ଲେଖିଥିଲା ନିୟତି, କିଏ ଜାଣିଥିଲା? ଗତ 4 ତାରିଖରେ ପଡ଼ିଯାଇ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା। 5 ତାରିଖରୁ ଏସ୍ସିବି ଆଇସିୟୁରେ ଚିକିତ୍ସିତ ହେଉଥିଲେ। ହେଲେ କିଏ ଜାଣିଥିଲା ଘର ଲୋକେ ତାଙ୍କୁ ଯେଉଁଠିକି ଜୀବନ ପାଇବା ଆଶାରେ ଆଣିଛନ୍ତି ସେଇଠୁ ଶବ ନେଇ ଫେରିବେ ବୋଲି। ତେବେ ମେନକାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। କେନ୍ଦ୍ରାପଡ଼ାରୁ ସରୋଜ ପାଣିଙ୍କ ରିପୋର୍ଟ, UBC ନ୍ୟୁଜ।